ଗ୍ୟାସ୍ ଭର୍ତ୍ତି ହେଇ ଆପଣଙ୍କ ପେଟ ପୁରା ଟାଇଟ୍ ଲାଗୁଛି କିମ୍ବା ବାରମ୍ବାର ଆପଣଙ୍କୁ ଗ୍ୟାସ୍ର ସମସ୍ୟା ହେଉଛି, ଯେତେବେଳେ ଖାଉଛନ୍ତି ତା ପରେ ପରେ ଗ୍ୟାସ୍ ହେଇଯାଉଛି, ତ ଏ 5ଟି ଅତି ସହଜ ଉପାୟକୁ ଆପଣ ଫଲୋ କରନ୍ତୁ। 100% ଗ୍ୟାରେଣ୍ଟି ଯେ ଆପଣଙ୍କ ପେଟରୁ ଗ୍ୟାସ୍ ବାହାରିବ ହିଁ ବାହାରିବ। ଆଉ ଯଦି ବହୁତ ଅଧିକ ଟାଇଟ୍ ଲାଗୁଛି ଆପଣଙ୍କ ପେଟ, 5 ମିନିଟ୍ରେ ଆପଣଙ୍କ ପେଟର ସବୁ ଗ୍ୟାସ୍ ବାହାରିଯିବ ଆଉ ଆପଣଙ୍କୁ ବହୁତ ଅଧିକ ରିଲାକ୍ସ ବି ଫିଲ୍ ହବ। କ'ଣ ସେ ଉପାୟ ଆସନ୍ତୁ ଏବେ ଜାଣିବା। ଫାର୍ଷ୍ଟ ଉପାୟ ହେଉଛି ଜୁଆଣି। ଜୁଆଣୀରେ ଏମିତି କିଛି ପ୍ରପର୍ଟିସ୍ ଅଛି ଆପଣଙ୍କର ପେଟର ଗ୍ୟାସ୍କୁ ବାହାର କରେ, ଆପଣଙ୍କର ହଜମ ଶକ୍ତିକୁ ବଢ଼ାଏ। ଜୁଆଣି ଆପଣ ଦୁଇ ପ୍ରକାରର ଟ୍ରାଏ କରିପାରିବେ। ଗୋଟେ ତ ହେଉଛି ଯେ ଆପଣଙ୍କ ପେଟ ଯଦି ବହୁତ ଅଧିକ ଗ୍ୟାସ୍ ହେଇଯାଇଛି, ଫୁଲ୍ ହେଇଯାଇଛି, ଇନଷ୍ଟାଣ୍ଟ ରିଲିଫ୍ ପାଇବା ପାଇଁ ଆପଣ କେମିତି ଟ୍ରାଏ କରିବେ। ଆଉ ଯଦି ରେଗୁଲାର ଆପଣଙ୍କର ଗ୍ୟାସ୍ ହେଉଛି ତା ପାଇଁ ଆଉ ଗୋଟିଏ ଉପାୟରେ ଆପଣଙ୍କୁ ଏହାକୁ ଟ୍ରାଏ କରିବାକୁ ପଡ଼ିବ। ଫାର୍ଷ୍ଟ ଉପାୟ ହେଲା ଯେ ଆପଣଙ୍କର ଯଦି ବହୁତ ଅଧିକ ଗ୍ୟାସ୍ ହେଇଯାଇଛି, ମନେ କରନ୍ତୁ ଆପଣ ଲଞ୍ଚ ଖାଇଦେଲେ ଆଉ ତାର ପରେ ପରେ ବହୁତ ଅଧିକ ଗ୍ୟାସ୍ ଆପଣଙ୍କର ପେଟରେ ଫୁଲ୍ ହେଇଗଲା, ତ ଆପଣ ଗୋଟେ ଗ୍ଲାସ୍ ପାଣି ନେଇଯାଆନ୍ତୁ, ସେଥିରେ ଅଧ ଚାମଚ ଜୁଆଣିକୁ ଆପଣ ଟିକେ କୁଟିକି ପକେଇ ଦିଅନ୍ତୁ, ତାକୁ ଭଲରେ ଫୁଟେଇବେ। ଅଧା ରହିଯିବ ଯେତେବେଳେ ପାଣି, ତାକୁ ଆପଣମାନେ ଛାଣି ନେବେ ଆଉ ଉଷୁମ ଥିବା ଅବସ୍ଥାରେ ପିଇଦେବେ। ଦେଖିବେ 5 ମିନିଟ୍ରେ ଆପଣଙ୍କର ଗ୍ୟାସ୍ ବାହାରିବା ଷ୍ଟାର୍ଟ ହେଇଯାଏ। ଆଉ ଗୋଟିଏ ହେଲା ଯେ ଆପଣଙ୍କର ଯଦି ରେଗୁଲାର ଗ୍ୟାସ୍ ହେଉଛି, ଯେତେବେଳେ ଖାଇଲେ ସେତେବେଳେ ଆପଣଙ୍କ ପେଟ ପୁରା ଫୁଲି ଯାଉଛି ଗ୍ୟାସ୍ରେ, ତ ସେ ସିଚୁଏସନରେ ଆପଣ ରେଗୁଲାର କିଛି ଦିନ ଏ ଉପାୟକୁ ଟ୍ରାଏ କରନ୍ତୁ। ରାତିରେ ଆପଣ ଗୋଟେ ଗ୍ଲାସ୍ ପାଣି ନେଇଯାଆନ୍ତୁ, ସେଥିରେ ଗୋଟେ ଚାମଚ ଜୁଆଣିକୁ ଟିକେ କୁଟିକି ଆପଣ ଭେଦେଇକି ଛାଡ଼ି ଦିଅନ୍ତୁ କଭର କରିକି। ନେକ୍ସଟ ଡେ ସେଇ ପାଣିକୁ ଆପଣ ଛାଣି ନେବେ, ତାକୁ ଗରମ କରିବା କିଛି ବି ଦରକାର ନାହିଁ, ଛାଣି ନିଅନ୍ତୁ ସିମ୍ପଲ। ଆଉ ସେହି ପାଣିକୁ ଆପଣ ପିଇ ଦିଅନ୍ତୁ, ଜୁଆଣିକୁ ଆପଣ ଖାଇବେ ନାହିଁ, ପାଣିକୁ କେବଳ ଆପଣମାନେ ପିଇଦେବେ। ରେଗୁଲାର ଏଭଳି ଆପଣ କରିକି ଦେଖନ୍ତୁ, ଦେଖିବେ ନିଶ୍ଚୟ ଆପଣ 4ରୁ 5 ଦିନ ଯେତେବେଳେ ରେଗୁଲାର ଏହାକୁ ଟ୍ରାଏ କରିବେ ଆପଣଙ୍କର ଗ୍ୟାସ୍ର ସମସ୍ୟା ବହୁତ ଅଧିକ କମିବ। 15 ଦିନ 20 ଦିନ କିମ୍ବା ମାସେ ଏହାକୁ ରେଗୁଲାର ଆପଣ ଟ୍ରାଏ କରନ୍ତୁ। ସେକେଣ୍ଡ ଉପାୟ ହେଉଛି ଯେ ଆପଣ ସକାଳ ଖାଇବାରେ ଦହି କିଛି ଖାଆନ୍ତୁ। ଦହିରେ ଗୁଡ୍ ବ୍ୟାକ୍ଟେରିଆ ଥାଏ, ପ୍ରୋବାୟୋଟିକ୍ ଯେହେତୁ, ତ ସମସ୍ତେ ଜାଣିଛନ୍ତି ଦହି ଖାଇବା ଦ୍ୱାରା ଆପଣଙ୍କର ଖାଦ୍ୟ ହଜମ ପ୍ରକ୍ରିୟା ଦ୍ୱିଗୁଣିତ ହେଇଯାଏ। ଠିକ୍ ସେହିପରି ଆପଣଙ୍କ ପେଟରେ ଯଦି ବହୁତ ଅଧିକ ଗ୍ୟାସ୍ ବନୁଛି, ସେ ସମସ୍ୟାକୁ ବି ଦହିଟା ଧୀରେ ଧୀରେ କମେଇ ଦିଏ। କାରଣ ଯେତେବେଳେ ହଜମ ହେଇଯିବ ଆପଣଙ୍କର ଖାଦ୍ୟ, ଗ୍ୟାସ୍ ବି ଏତେ ଅଧିକ ଆପଣଙ୍କର ଆଉ ତିଆରି ହେବନି ପେଟରେ। ତ ସେଥିପାଇଁ ଆପଣ ସକାଳ ଖାଇବାରୁ ଦହିକୁ ଖାଆନ୍ତୁ। ସକାଳେ ଖାଇବା ପାଇଁ ଆପଣଙ୍କୁ କାହିଁକି କହିଲି, କାରଣ ରାତି ସାରା ଯେତେବେଳେ ଆପଣ ଶୋଇଥାନ୍ତି ଆପଣଙ୍କର ହଜମ ପ୍ରକ୍ରିୟାର ଯେଉଁ ସିଷ୍ଟମ ରହିଛି ସେଇଟା ପୁରା ରେଷ୍ଟରେ ଥାଏ। ଆଉ ସକାଳେ ଯଦି ଆପଣ ଦହି ଖାଆନ୍ତି ତେବେ ଆପଣଙ୍କର ହଜମ ପ୍ରକ୍ରିୟା ବହୁତ ଅଧିକ ଅବଜର୍ଭ କରିନିଏ ସେ ଦହିକୁ, ଯାହାଦ୍ୱାରା ଦହିର ସବୁ ପ୍ରକାରର ଭଲ ଗୁଣ ଆପଣଙ୍କ ଶରୀରକୁ ମିଳିଥାଏ। ତ ସେଥିପାଇଁ ସକାଳ ଖାଇବାରେ ହିଁ ଆପଣ ଦହି କିଛି ଖାଆନ୍ତୁ, 2 ଚାମଚ ହେଲେ ବି କାଫି। ଆଉ ଦହିକୁ କେମିତି ଆପଣ ଖାଇବେ, ସିମ୍ପଲ ଆପଣ ଦହିରେ କିଛି ମିଶ୍ରି ଆଡ୍ କରିକି ଖାଆନ୍ତୁ, ଚିନି ମିକ୍ସ କରିବେନି। ମିଶ୍ରିକୁ କିଛି ଅଳ୍ପ ପରିମାଣରେ ଆପଣ ମିଶେଇକି ଖାଇପାରିବେ, ନଚେତ ମିଠା ଦହି ଯଦି ଖାଉନାହାନ୍ତି ତେବେ 2 ଚାମଚ ଦହି ନେଇଯାଆନ୍ତୁ, ସେଥିରେ ଟିକେ ବିଟ ଲୁଣକୁ ଆଡ୍ କରିବେ ଆଉ ଜିରା ପାଉଡର ଟିକେ ଆପଣ ଭାଜିକି ରଖିଥିବେ ତାକୁ ମିକ୍ସ କରିବେ। ଏତିକି ହିଁ ଆପଣ କରନ୍ତୁ, ଦେଖିବେ ଏଥିରେ ବି ଆପଣଙ୍କୁ ଫାଇଦା ମିଳିପାରିବ। ଥାର୍ଡ ଉପାୟ ହେଉଛି ଲେମ୍ବୁ ପାଣି ସହିତ ପୋଦିନା ପତ୍ର। ଦେଖନ୍ତୁ ପୋଦିନା ପତ୍ରରେ ବି ବହୁତ ଅଧିକ ଔଷଧୀୟ ଗୁଣ ରହିଛି, ଆପଣଙ୍କର ଗ୍ୟାସ୍କୁ ବାହାର କରେ, ଆପଣଙ୍କର ପେଟକୁ ଥଣ୍ଡା କରିଥାଏ। ଠିକ୍ ସେହିପରି ଲେମ୍ବୁ ପାଣିରେ ଆପଣମାନେ ଜାଣିଛନ୍ତି ଭିଟାମିନ୍ ସି ରହିଛି, ଆପଣଙ୍କର ହଜମ ଶକ୍ତିକୁ ବଢ଼ାଏ ଆଉ ପେଟକୁ ମଧ୍ୟ ଥଣ୍ଡା କରିଥାଏ। ଗ୍ରୀଷ୍ମ ଋତୁରେ ଯଦି ଆପଣଙ୍କର ଗ୍ୟାସ୍ର ସମସ୍ୟା ବଢ଼ିଯାଉଛି, ଡେଲି ଡେଲି ଆପଣଙ୍କର ଗ୍ୟାସ୍ ହେଉଛି, ତ ଏ ଉପାୟକୁ ଆପଣ ଫଲୋ କରନ୍ତୁ। ଲେମ୍ବୁ ପାଣି ଆପଣ ସିମ୍ପଲ ତିଆରି କରିବେ, କିନ୍ତୁ ଏହାକୁ ହାଲକା ଉଷୁମ ପାଣିରେ ଆପଣ ତିଆରି କରିବେ। ସକାଳେ ଖାଲି ପେଟରେ ଏହାକୁ ଆପଣ ଟ୍ରାଏ କରିବେ। ସକାଳେ ଆପଣ ଯେତେବେଳେ ଉଠୁଛନ୍ତି ଫ୍ରେଶ ହେଇସାରିଲେ ତାପରେ ଗୋଟେ ଗ୍ଲାସ୍ ଉଷୁମ ପାଣି ନେଇଯାଆନ୍ତୁ, ସେଥିରେ ଲେମ୍ବୁ ରସ କିଛି ଚିପୁଡ଼ି ଦିଅନ୍ତୁ। ଆଉ ପୋଦିନା ପତ୍ର ଯଦି ଆପଣଙ୍କ ବାଡ଼ି ବଗିଚାରେ ନାହିଁ ତେବେ ଏବେ ଆଣିକି ଲଗେଇ ଦିଅନ୍ତୁ। 2-3ଟି ପୋଦିନା ପତ୍ର ଆପଣ ଆଣିଲେ ଟିକେ ତାକୁ ହାତରେ ଦଳି ଦିଅନ୍ତୁ ଆଉ ସେହି ଲେମ୍ବୁ ପାଣିରେ ଆପଣ ମିକ୍ସ କରିଦିଅନ୍ତୁ। ଟେଷ୍ଟ ପାଇଁ ସେଥିରେ ଆପଣ କଳା ଲୁଣ ଟିକେ ମିକ୍ସ କରିପାରିବେ, ଯୋଉଟାକି ହେଲା ବିଟ ଲୁଣ। ବିଟ ଲୁଣ ଟିକେ ମିକ୍ସ କରନ୍ତୁ ଆଉ ଏହାକୁ ସଙ୍ଗେ ସଙ୍ଗେ ଆପଣ ଉଷୁମ ଥିବା ଅବସ୍ଥାରେ ପିଇ ଦିଅନ୍ତୁ। ଦେଖିବେ ଆପଣଙ୍କ ପେଟର ଗ୍ୟାସ୍ କମିଯିବ, ଆପଣଙ୍କ ପେଟ ଥଣ୍ଡା ହେବ, ହଜମ ଶକ୍ତି ଇମ୍ପ୍ରୁଭ କରିବ। ଆହୁରି ବହୁତ ସାରା ଫାଇଦା ଏଥିରେ ଆପଣଙ୍କୁ ମିଳିଥାଏ, କାରଣ ଯେହେତୁ ଲେମ୍ବୁରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି, ତ ଏଥିରେ ଆପଣଙ୍କର ୱେଟ୍ ଲସ୍ ବି ହେଇପାରିବ, ଏଥିରେ ଆପଣଙ୍କର ବ୍ୟାଡ୍ କୋଲେଷ୍ଟ୍ରୋଲ ବି ବାହାରିବ, ସୁଗର ଲେଭେଲ ବି ଆପଣଙ୍କର କଣ୍ଟ୍ରୋଲରେ ରୁହେ। ଏଥିରେ ଆପଣଙ୍କୁ ବହୁତ ସାରା ଫାଇଦା ମିଳିପାରିବ। ଆଜି ମୁଁ ଯେଉଁ 5ଟି ଉପାୟ ଆପଣଙ୍କୁ କହୁଛି ଫ୍ରେଣ୍ଡସ୍, ଏ 5ଟି ଉପାୟରୁ ଯେକୌଣସି ଗୋଟେ ଉପାୟକୁ ଆପଣ ଫଲୋ କରନ୍ତୁ। ଯେକୌଣସି ଗୋଟେ ଉପାୟକୁ ଯଦି ଆପଣ ଫଲୋ କରିବେ ତାର ରେଜଲ୍ଟ କ'ଣ ହେବ ଆପଣ ଠିକରେ ଜାଣିପାରିବେ। କିନ୍ତୁ ଯଦି ଆପଣ କେବେ ଦହି ଖାଇ ଦେଉଛନ୍ତି, ପୁଣି କେବେ ଲେମ୍ବୁ ପାଣି ପିଇ ଦେଉଛନ୍ତି, ପୁଣି ଆଉ କ'ଣ କରୁଛନ୍ତି, ତ ଏମିତି କେଉଁ ଉପାୟଟି ଆପଣଙ୍କ ଶରୀରରେ ଠିକରେ କାମ କରୁଛି ଆପଣ ଜାଣିପାରିବେ ନାହିଁ। କାରଣ ସମସ୍ତଙ୍କ ଶରୀର ତ ସମାନ ନୁହଁ, କାହା ଶରୀରରେ ଦହି ଭଲ କାମ କରିବ, କାହା ଶରୀରରେ ଲେମ୍ବୁ ପାଣି ଭଲ କାମ କରିବ। ତ ସେଥିପାଇଁ ଯେକୌଣସି ଉପାୟ ହେଉଛି ଗୋଟେକୁ ଆପଣ ହିଁ ଫଲୋ କରନ୍ତୁ ଆଉ ରେଗୁଲାର କରନ୍ତୁ।
नेक्स्ट उपाय विषय जानिबा। नेक्स्ट उपाय है अदा रस सहित महू। आपण गोटे ग्लास पानी नहीं जीवे हल्का उषुम करने ताकू से आपण अदा रस किछि मिक्स करंतु। अदा रस केमिति बाहर करेंगे देखंतु। आपण अदार चोपा को भल भाव छड़े दिंतु तापर ताकू आपण ग्रेट करने। ग्रेट करबा परे ताकू चिपुड़ी देले तार रसटी बाहरी गला ताकू आपण सेही हल्का उषुम पानी रे मिक्स कर दिंतु। आउ तापर अधा चमच महू से मिक्स करंतु आउ से उषुम थिबा अवस्था रे पी दिंतु। एटा को आपण करिवे सकाळे खाली पेटरे। एथिरे आपनको कोन फायदा मिले अदा आपणकर गैस को तो बाहर करे प्लस आपण पेटर जदि कौन प्रकार दरजर समस्या थाए ताको भी रिमूव करे। आ महू महू भी आपणकर पाचन क्रिया को बढ़ाए जो थे आपणकर खाद्य ठीक भाव में हजम हो पारे। प्लस जदि आपण बहुत अधिक मोटा हो जाउछंती तो ए उपायटी आपणकर मोटापण को मध्य कमाए कारण महू आपणकर चर्बी काटिबारे आपनको सहायता करिवो मेटाबॉलिज्म को बूस्ट करिवो। तो ग्रीष्म ऋतु रे ए उपाय आपनको बहुत सारा फायदा दे पारिबो। एबे लास्ट उपाय विषय जानिबा एटा हेउची एलोवेरा जूस। एलोवेरा जूस उपरे मु आगुरी भी गोटे वीडियो बनैछि एवं आज भी मु आपनको कहूछि जे एलोवेरा जूस गोटे एमिति उपाय जोटा कि आपनकर पेट को भी ठंडा करे, आपनको शुगर लेवल को भी कंट्रोल करे आ सबुठारु बड़ कथा हैला गैस बाहरी पारे आपनको बहुत अधिक सहायता करिबा कारण एथिरे हजम प्रक्रिया आपनकर डबल हे जाय। तो सेति पई एलोवेरा जूस को आपण तयारी करंतु आ सकाळे खाली पेटरे आपण एहाको पियंतु। मार्केट रो भी आपनको बहुत सारा एलोवेरा जूस मिली जिवो किंतु गोटे बहुत ही भलो ब्रांड रो देखि कि आपनको आनिबा को पड़िबो। किंतु जदि आपनको बाड़ी बगीचार फ्रेश एलोवेरा पत्र रही जाय तो आपण निजे ही एहाको तयारी करंतु। एलोवेरा पत्र आपण आनिले ताको उल्टा करके आधा घंटा घंटा आपण रखि दियंतु। लिक्विड पार्ट तार बाहरी जिवो जोटा कि येलो लिक्विड पार्ट ताको केबे भी आपण खाइबे नाही। तापर आपण पल्प किछि बाहर करंतु ताको आपण हल्का उषुम पानी रे ग्राइंडर रे ग्राइंड कर दियंतु जोटा कि हे गला जूस। टेस्ट पई आपण लेंबू रस किछि चिपुड़ी पारिबे आ ताको आपण संगे संगे पी दियंतु। तो ए भली भाबरे आपण एलोवेरा जूस को बनांतु आ संगे संगे पियंतु देखिबे तार फायदा केते आ विशेष कर पेट सफा करिबारे एलोवेरा जूस गोटे लेक्सरी भली ही काम करिथाय। ये थिला फ्रेंड्स पांचटी अति सहज उपाय। सेमिति तो देखिबा को गले सबु अति सहज उपाय किंतु जेउटी आपनको सुविधा लागुची जदि आपनको पुदीना पत्र आ लेंबू पानी सुविधा लागुची सेटा करंतु। जदि आपनको दहीटा सुविधा लागुची सेटा करंतु। जदि आपनको एलोवेरा जूस सुविधा लागुची सेटा करंतु। सेटा आपनको इच्छा जे आपण कोउटा ट्राई करबे किंतु जोटा को भी आपण ट्राई करंतु जे कोनसे गोटे को आपण रेगुलर करंतु। 15-20 दिन मासे जति रेगुलर करिवे देखिबे एथिरा आपणकर हजम प्रक्रिया बढ़े बहुत भलरे चले आपणकर डाइजेस्टिव सिस्टम बहुत अधिक इंप्रूव करे आउ आपणकर गैस रो समस्या भी धीरे धीरे कमे। विशेष कर ग्रीष्म ऋतु रे गैस रो समस्या अधिक बढ़ी जाए जहाँ भी खाइले गैस ही जाए कारण पेट गरम हुए। तो सेति पई ए पांचटी उपाय रो जे कोनसी गोटे को आपण फॉलो करंतु आ देखिबे केते अधिक इंप्रूव मिलुची आपणकर डाइजेस्टिव सिस्टम रे एहा सहित गैस केमिति आपणकर बाहरुची। आज रो वीडियो जदि आपनको भलो लागिला चैनल को सब्सक्राइब करंतु, वीडियो को लाइक करंतु, शेयर करंतु आपणक सांग मानक सहित कारण जदि सेमानकर भी किछि ए भली समस्या थिबो तेबे सेमाने भी एथिरु किछि ना किछि रिहाती पाई परिबे। आज पई